ओम नमो भगवते वासुदेवाय। श्रीमद्भागवतम 7th canto, chapter 14, text 39. अवज्ञानात्मतां नृपो प्रेतादीषु हरेरर्चा ध्याये कविभिः कृता पुष्पापि संमिथुनम् अपज्ञानात्मतां नृपो प्रेतादीषु हरेरर्चा क्रियायै कविभिः कृता। नाथमुनि कहते हे राजा युधिष्ठिर, ଯେତେବେଳେ ପଣ୍ଡିତ ମୁନି ଋଷି ଗଣ ସାଧୁଗଣ ଦେଖିଲେ ଯେ ତ୍ରେତା ଯୁଗର ପ୍ରାରମ୍ଭରେ ପରସ୍ପର ମଧ୍ୟରେ ଅବଜ୍ଞା ବ୍ୟବହାର କରାଯାଉଛି, ସେତେବେଳେ ସେମାନେ ଦୁଇଟି ବର୍ଷି ବିଗ୍ରହ ଅର୍ଚ୍ଚନା ମନ୍ଦିରରେ ବିଗ୍ରହ ଅର୍ଚ୍ଚନା ପଦ୍ଧତି ପ୍ରବର୍ତ୍ତନ କଲେ। ନାଥମୁନି କହୁଛନ୍ତି କୃଷ୍ଣ ମହାରାଜଙ୍କୁ ଯେ ତ୍ରେତା ଯୁଗର ପ୍ରାରମ୍ଭରେ ଦେଖାଗଲା ଏପରିକି ପରସ୍ପର ଭିତରେ ବାଜି ମହାରାଜ ଏପରିକି ବ୍ରାହ୍ମଣ ବୈଷ୍ଣବ ମାନ ମଧ୍ୟରେ ମଧ୍ୟ କିଛି ଅବମାନନା ସୂଚକ ବ୍ୟବହାର ଏପରି ଦେଖାଗଲା। ସେଥିପାଇଁ duty worship in the temple was introduced without paraphernalia. ସେଥିପାଇଁ ସାଧୁ ସନ୍ଥ ମୁନିଗଣ ସେମାନେ ଏ ମନ୍ଦିରରେ ବିଗ୍ରହ ଅର୍ଚ୍ଚନା ଆରମ୍ଭ କଲେ, ପ୍ରବର୍ତ୍ତନ କଲେ। ଶ୍ରୀମଦ୍ ଭାଗବତ ଦ୍ୱାଦଶ ସ୍କନ୍ଧରେ ମଧ୍ୟ ଦିଆଯାଇଛି ପ୍ରତି ଯୁଗ ଯୁଗ ଧର୍ମ ସମ୍ବନ୍ଧରେ କୁହାଯାଇଛି। ତୃତୀୟ ଅଧ୍ୟାୟ ତ ବିଷ୍ଣୁ ତ୍ରେତୟା ତୁମକ୍ଷୀ ଦ୍ୱାପରେ ପରିଚର୍ଯାୟ କଳୁତ ହରିକୀର୍ତ୍ତନ। ବିଭିନ୍ନ ଯୁଗ ଯୁଗ ଧର୍ମ। କୃତ ଯୁଗ ସତ୍ୟ ଯୁଗ, ସତ୍ୟ ଯୁଗରେ ଧ୍ୟାନ ଯୁଗ। ସତ୍ୟ ଯୁଗରେ ପ୍ରାୟ ପାପ ପ୍ରବେଶ କରିନଥିଲା, ଧର୍ମର ଚାରିପାଦ ଅକ୍ଷୁଣ୍ଣ ଥିଲା ସତ୍ୟ ଯୁଗରେ। ସେ କଥା ଏଠି ପ୍ରଭୁପାଦ ମହାରାଜ ତାଙ୍କ ଭାଷ୍ୟ କହିଛନ୍ତି, ସତ୍ୟ ଯୁଗ ପର୍ସନ ସ୍ପିରିଚୁଆଲ ଆଡଭାନ୍ସଡ and there is no enemy between great personalities. ସତ୍ୟ ଯୁଗରେ ପରସ୍ପର ଭିତରେ ହିଂସା ସେଗୁଡାକ ନଥିଲା। ଧର୍ମର ଚାରିପାଦ ସମ୍ପୂର୍ଣ୍ଣ ଭାବରେ ଥିଲା। ତେଣୁ ଏସବୁ ଅବମାନନା କଥା ପରସ୍ପର ମଧ୍ୟରେ ରାଗ ଦ୍ୱେଷ କଥା ଉଠୁନଥିଲା। କିନ୍ତୁ କ୍ରମଶଃ ଯୁଗର ପ୍ରଗତି ପରେ ସଙ୍ଗେ ସଙ୍ଗେ ସତ୍ୟ ଯୁଗ ପରେ ଯେତେବେଳେ ତ୍ରେତା ଯୁଗ ଆସିଲା, ସେତେବେଳେ ଧର୍ମର ଏକପାତ ନଷ୍ଟ ହେଇଗଲା। ଧର୍ମର ଏକପାତ ସେତେବେଳେ ନଷ୍ଟ ହେଲା। ଧର୍ମର ଏକପାତ ନଷ୍ଟ ହବାରୁ କିଛି କଣ୍ଟାମିନେସନ ପଶିଲା। ସେ କଥା ଏଠି କୁହାଯାଉଛି। Mutually disrespectful dealings at the beginning of ତ୍ରେତା ଯୁଗର ପ୍ରାରମ୍ଭରେ ଏଇଟା ଦେଖାଗଲା। ମ୍ୟୁଚୁଆଲି ଡିସରେସପେକ୍ଟଫୁଲ ଡିଲିଂସ୍ ପରସ୍ପର ଭିତରେ ଏପରିକି ବ୍ରାହ୍ମଣ ବୈଷ୍ଣବ ମାନଙ୍କ ମଧ୍ୟରେ ମଧ୍ୟ ଏ କଥା ଦେଖାଗଲା ଯେ ପରସ୍ପର ଅବମାନ ରାଗ ଦ୍ୱେଷ ହିଂସା ଏସବୁ ପ୍ରବେଶ କରିଗଲା। ସେଥିପାଇଁ ଯୋଉମାନେ ପ୍ରକୃତରେ ସାଧୁ ବୈଷ୍ଣବ ଯାହା କହନ୍ତି ବୈଷ୍ଣବ ପରହିତେ ରତା ସର୍ବଭୂତ ହିତେ ରତା, ଯେ ପ୍ରକୃତରେ ବୈଷ୍ଣବ ସେ ସମସ୍ତ ଜୀବଙ୍କର ମଙ୍ଗଳ କାମନା କରେ। ସର୍ବଭୂତ ହିତେ ରତା ସେ ହେଉଛନ୍ତି ବୈଷ୍ଣବ। ସେଥିପାଇଁ ସେମାନେ ଜୀବର ମଙ୍ଗଳ କାମନା କରନ୍ତି। ସେ ଉଦ୍ଦେଶ୍ୟରେ ସେମାନେ ଆସିଥାନ୍ତି ଏଠାକୁ। ତାଙ୍କର ଅନ୍ୟ କାମନା କିଛି ନଥାଏ, ଅନ୍ୟ କାର୍ଯ୍ୟ କିଛି ନଥାଏ। ନିଜ କାର୍ଯ୍ୟ ନାହିଁ ତବୁ ଜାଣତା ମହାନ୍ତ ସ୍ୱଭାବ ଏହି ତାରିଥି ପାମ, ନିଜ କାର୍ଯ୍ୟ ନାହିଁ ଜାଣତା। ଇଏ ମହାତ୍ମାର ସ୍ୱଭାବ। ସେ ଚିତ୍ତ ଅଧିବାସୀ, ସେ ପ୍ରାକୃତ ଜଗତର ଅଧିବାସୀ ନୁହନ୍ତି। ଯେ ମହାତ୍ମା ସାଧୁ ବୈଷ୍ଣବ ସେ କାହିଁକି ଆସିଛନ୍ତି ଏଠିକି? ତାଙ୍କର ଏଠିକି ଆସିବାର ଆବଶ୍ୟକତା କଣ ଅଛି? ଏଠି କିଛି ଆବଶ୍ୟକତା ନାହିଁ ତାଙ୍କର। କେବଳ କୃପା କରିକିରି ସେଇଠି ଅବତୀର୍ଣ୍ଣ ହଉଛନ୍ତି। କୋଉଥିପାଇଁ ନା ତାରିଖ ପାମ। ଯୋଉମାନେ ବଦ୍ଧ ଜୀବ, ଯୋଉମାନେ ଭଗବତ ବହିର୍ମୁଖ ହେଇଛନ୍ତି, ସ୍ୱର ବିସ୍ମୃତ ହେଇଛନ୍ତି, ସେମାନଙ୍କର ଉଦ୍ଧାର ନିମିତ୍ତ ସେମାନେ କୃପା କରିକିରି ଏଠାକୁ ଆସନ୍ତି। ନଚେତ ତାଙ୍କର ଏଠିକି ଆସିବାର କୌଣସି ଆବଶ୍ୟକତା ନାହିଁ।
ଏ କଥା କୁହାଯାଇଛି। ସେମାନେ ଯେତେବେଳେ ସବୁ ଦେଖନ୍ତି କିଛି ପରସ୍ପର ବିଦ୍ୱେଷ ଭାବ ଆସୁଛି, ପାପ ପ୍ରବେଶ କରି ଯାଉଛି, ସେତେବେଳେ ସେମାନେ ବଡ ବ୍ୟଥିତ ହୁଅନ୍ତି ଏବଂ ତା ପ୍ରତିକାର ନିମନ୍ତେ ବୁଝିତେ କରନ୍ତି। ଏ ହଉଛି କଥା। ସେଥିପାଇଁ ଏଠି କୁହାଯାଉଛି, ନାରଦ ମୁନି କହୁଛନ୍ତି ଯେ when great sages and persons saw mutual disputeful dealings, beginning of Treta Yuga, deity worship is introduced. All paraphernalia. ସେତେବେଳେ ସେମାନେ ତ୍ରେତା ଯୁଗର ଆରମ୍ଭରେ ଏ ବିଗ୍ରହ ଅର୍ଚ୍ଚନା ଆରମ୍ଭ କଲେ। କାରଣ ସେମାନେ ଦେଖିଲେ ଯଦି ପାପ ପ୍ରବେଶ କରିଗଲା, କୋଷ ପ୍ରବେଶ କରିଗଲା, ତେଣୁ ବିଗ୍ରହ ଅର୍ଚ୍ଚନା ମାନେ ନୋ ଫାଇଟ୍ ଷ୍ଟେଜ, ପ୍ରାକୃତ ସ୍ତରକୁ ଯେତେବେଳେ ଚାଲି ଆସୁଛନ୍ତି, ସେତେବେଳେ ସେମାନଙ୍କ ପାଇଁ ଏଇଟା କେବଳ ଦରକାର, ତା ନହେଲେ ଏମାନଙ୍କର ଧର୍ମାର୍ଥିକ ଅଗ୍ରଗତିର ଅନ୍ୟ କୌଣସି ଉପାୟ ନାହିଁ। ଏଥିପାଇଁ ସାଧୁ ସନ୍ଥ ମାନେ ଏ ପ୍ରବର୍ତ୍ତନ କଲେ ବୋଲି କୁହାଯାଉଛି। ଯେତେବେଳେ ଆମର ଦେଖାଯାଏ, ଏ ମଧ୍ୟ ଆମେ ଶ୍ରୀମଦ ଭାଗବତ ପ୍ରଥମ ସ୍କନ୍ଧରେ ଦେଖୁ, ଯେତେବେଳେ ପରୀକ୍ଷିତ ମହାରାଜ ରାଜନୀତି ଥିଲା 5000 ବର୍ଷ ତଳେ, କଳିଯୁଗର ପ୍ରାରମ୍ଭରେ, ଦ୍ୱାପର ଯୁଗ ଶେଷ କଳିଯୁଗ ପ୍ରାରମ୍ଭ, ସେତେବେଳେ କଳିଯୁଗ ଯେ ଆସିଥିଲେ, କିନ୍ତୁ ପରୀକ୍ଷିତ ମହାରାଜଙ୍କ ରାଜନୀତି ଥିବା ହେତୁ କଳି ପ୍ରବେଶ କରିପାରୁନଥିଲା। କାହିଁକି ନା କଳି ହଉଛି ଅଧର୍ମର ବନ୍ଧୁ, ଅଧର୍ମ ବା ପାପ। ପରୀକ୍ଷିତ ମହାରାଜ ଶାସନ କଲେ କୌଣସି ପ୍ରକାର ପାପ କେହି କରୁନଥିଲେ, କଡାକଡି ଶାସନ କରୁଥିଲେ। ତାଙ୍କର ପ୍ରଜା କେହି ପାପ କରିପାରିବେନି, ଯଦି କେହି ପାପ କରିବେ କଠିନ ଦଣ୍ଡ ଦଉଥିଲେ। ସେଥିପାଇଁ ନିଜେ ମଧ୍ୟ ପରିଭ୍ରମଣ କରିକି ଦେଖୁଥିଲେ। ତେବେ କଳିଯୁଗ ଆସିଯାଇଛି, ସେ ଦେଖୁଛି ପାପ ନାହିଁ, ପ୍ରବେଶ କରିପାରୁନି, ତେବେ ତାକୁ ଜାଗା ସୃଷ୍ଟି କରିବାକୁ ପଡିବ। ସେଥିପାଇଁ ସେ ଗୋମିତ୍ରଙ୍କୁ ଦଣ୍ଡ ଦଉଥିଲେ, ଗୋଟେ ଗାଭୀ ଗୋଟେ ବୃଷ। ଆଉ ପରୀକ୍ଷିତ ମହାରାଜଙ୍କ ଦୃଷ୍ଟିରେ ପଡିଗଲା, ସାଙ୍ଗେ ସାଙ୍ଗେ ସବୁ ଏଇଟା କିଏ ରେ, ଏଇ ପ୍ରକାର କର୍ମ ମୋ ରାଜତ୍ୱ ମୋ ସାମ୍ରାଜ୍ୟରେ କରୁଛି କେମିତି? କଡାକଡି ଭାବରେ ଯେତେବେଳେ ମୁଁ ଧର୍ମ ନୀତି ଉପରେ ଆଧାରିତ ଶାସନ କରୁଛି, ଇଏ କିପରି କରୁଛି? ସାଙ୍ଗେ ସାଙ୍ଗେ ଖଡ୍ଗ ଉତ୍ତୋଳନ କଲେ ଯେ ଅତଏନ ହନିଷ୍ୟାମି, ମୁଁ ତୁମକୁ ମାରିଦେବି, ତୁମେ ଏପରି କରିପାରିବ ନା ମୋ ରାଜ୍ୟରେ। ଏମାନେ କଣ ମୋର ପ୍ରଧାନ ହଉଛି? ଗାଭୀ ଆଉ ଏ ବୃଷ, ଏ ସମସ୍ତେ ପ୍ରଜା, ତାଙ୍କର ରକ୍ଷକ ପାଳକ ମୁଁ, ଅନାଥ ତାଙ୍କର ଯେମିତି କେହି ରକ୍ଷକ ପାଳକ ନାହାନ୍ତି, ଏପରି ଭାବିକି କରୁଛୁ। ତେଣୁ ସେ ଖଣ୍ଡା ବାହାର କଲେ ମାରିଦେବା ପାଇଁ। କଳି ଦେଖିଲା ଯେ ଇଏ ଛାଡିବେ ନାହିଁ, ମାରି ପକେଇବେ। ସେଥିପାଇଁ ସେଇଟା ଶୂଦ୍ରଟା, କଳି ହଉଛି ଶୂଦ୍ର, କିନ୍ତୁ କ୍ଷତ୍ରିୟର ପୋଷାକ ପିନ୍ଧିଥିଲା। ନଟବତ କର୍ମଣା ଦ୍ୱିଜ, ଯେମିତି ଷ୍ଟେଜ ଥେଟ୍ରିକାଲ ପରଫର୍ମାନ୍ସ କଲେ ଷ୍ଟେଜରେ, ରଙ୍ଗମଞ୍ଚରେ ରାଜା ବେଶ ପିନ୍ଧିକିରି ଗୋଟେ ରାଜା ଅଭିନୟ କରିବାକୁ ଆସେ, ତଦ୍ରୁପ ଭାବେ ତୁମେ ଗୋଟେ ଅଭିନୟକାରୀ, ତୁମେ କ୍ଷତ୍ରିୟ ନୁହଁ, କୋଉ କାମ କହୁଛି, ତୁମେ ଅଦ୍ୱୈଜ, ତୁମେ ଶୂଦ୍ର। ତେଣୁ ପ୍ରକୃତ ପକ୍ଷେ କଳିଟା ହଉଛି ଶୂଦ୍ର। ଏ କଥା କହି ମାର ଦେବାକୁ ଯେତେବେଳେ ବସିଲେ, ସେ ଶୂଦ୍ର ତାର ବେଶ ଫୋପାଡ଼ି ଦେଲା, ଶଣ ନେଇଗଲା, ଶଣ ପଶିଗଲା ପରୀକ୍ଷିତ ମହାରାଜଙ୍କ ଶରଣରେ। ସେ ଶଣ ରକ୍ଷକକୁ ଆଉ କ୍ଷତ୍ରିୟ ଧର୍ମ ନୁହେଁ, ତାକୁ ମାରିବେ ନା, ଆଶ୍ରୟ ଦେଲେ। ତେଣୁ ସେ ସ୍ଥାନ ମାଗିଲା, ଅଭ୍ୟର୍ଥିତ ସଦା ତସ୍ମି ସ୍ଥାନାନି କଳେତ ଦ୍ୟୁତୁମ ପାନ ସ୍ତ୍ରୀୟ ଧର୍ମ, ମୋର ସ୍ଥାନ ନାହିଁ, ମତେ ସ୍ଥାନ ଦିଅ। ତେଣୁ 4ଟା ସ୍ଥାନ ଦେଲେ, 4ଟା ଅଧର୍ମ ପାପ ଯୋଉଠି ଅଛି ତୋର ସ୍ଥାନ କଣ ନା, ଗୋଟେ ଦ୍ୟୁତ କ୍ରୀଡ଼ା, ପାନ, ସୁରାପାନ, ମଦ୍ୟପାନ, ଇଣ୍ଟକ୍ସିକେସନ, ଯୋଉଟା କହୁଛ ମାଦକ ଦ୍ରବ୍ୟ ସେବନ, ଏ ପାପ ଯୋଉଠି, ସ୍ତ୍ରୀ ଅଭିଜିତ ସ୍ତ୍ରୀ ସଙ୍ଗ ଓ ସତ୍ୟା, ଏ 4ଟି ଅଧର୍ମ ଯୋଉଠି ପାପ ଅଛି ତୋର ସ୍ଥାନ, ଏଇଟା ଦେଇଦେଲେ। ତାପରେ ସେ ଦେଖିଲା ନା ଏତିକି ସ୍ଥାନ କୋଉଠି ମିଳିବ ନା, ଇଏଙ୍କ ରାଜୁତିରେ ଗୋଟେ ଜାଗାରେ ମଧ୍ୟ ମିଳିବ ନା। ସେଥିପାଇଁ ଆଉ ଗୋଟେ ସ୍ଥାନ ପ୍ରାର୍ଥନା କଲେ, 5ମ ସ୍ଥାନ ପ୍ରାର୍ଥନା କଲେ।
ଆଉ ଗୋଟେ ସ୍ଥାନ ଦିଅନ୍ତି ପୁନଶ୍ଚ ସମାନ ଜାତ ରୂପ ମଦା ପ୍ରଭୁ ତତ୍ମ ମଦନ କାମ ରଜ ଭୈର ପଞ୍ଚମ ସ୍ଥାନ ଦେଲେ ସୁବର୍ଣ୍ଣ ସ୍ଥାନ। ସୁବର୍ଣ୍ଣ ହେଲା ପଞ୍ଚମ ସ୍ଥାନ। ଏ ସୁବର୍ଣ୍ଣ ଦାନରେ କଳିକ ମିଥ୍ୟା ଅହଙ୍କାର ସ୍ତ୍ରୀ ସଙ୍ଗ ଜନିତ କାମ ରଜମୂଳା ହିଂସା 4ଟି ସ୍ଥାନ। 51 ପଞ୍ଚମ ହଉଛି ବୈରତା 7ତା ରୂପ ସ୍ଥାନଟି ହେଲା। ଆଉ ମାରିଲେ ନାହିଁ। କାହିଁକି? ପରୀକ୍ଷିତ ମହାରାଜ ଭକ୍ତ ଆଉ ଭଗବାନଙ୍କର ଅତି ପ୍ରିୟ ଭକ୍ତ। ସେଥିପାଇଁ କୁହାଯାଇଛି କାହିଁକି ବଧ କଲେ ନା କରି ପରୀକ୍ଷିତ ମହାରାଜ। ଯଦି କଳିକୁ ବଧ କରି ଦେଇଥାନ୍ତେ ତାର କଳି ଯୁଗ ଆଉ ନଥାନ୍ତା। ସତ୍ୟ ଯୁଗ ଇଏ ଥାନ୍ତା। ଏ କଥା ଅନେକ କହିବେ। ସେ ତାକୁ କୃପା କରିକି ରଖିବାରୁ କଳି ଯୁଗଟା ଆସିଲା ଏତେ କାଣ୍ଡ ଇଏ ହଉଛି। କିନ୍ତୁ ପରୀକ୍ଷିତ ମହାରାଜ ଭଲ କାମ ଟିକେ କରିଛନ୍ତି। ନାମ ଦୃଷ୍ଟି କଳି ସମ୍ରାଟ ସାରଙ୍ଗ ଇବ ସାରଭୁ କୁଶଳା ନ୍ୟାସ ସିଦ୍ଧନ୍ତି ନେତରାଣୀ ଏ କଥା ପ୍ରଥମ ସ୍କନ୍ଧ ଭାବ କୁହାଯାଇଛି ଅଷ୍ଟାଦଶ ଅଧ୍ୟାୟରେ। ସମ୍ରାଟ ପରୀକ୍ଷିତ କରି କଳିକୁ ଏକବାର ବଧ କଲେ ନା, କାରଣ ସେ ମଧୁକର ସଦୃଶ ସାରଗ୍ରାହୀ ଥିଲେ। ସେ ଦେଖିଲେ କଳି ଯୁଗରେ ଭଗବାନଙ୍କ ନାମ କୀର୍ତ୍ତନ ଆଦି ରୂପକ ଶୁଭ କର୍ମ ସଂକଳ୍ପ ମାତ୍ର ହିଁ ସବଳ ହବା, ଆଉ ପାପ କର୍ମ ସମୂଳ ସେପରି ହୁଏ ନା, ପରନ୍ତୁ ଅନିଷ୍ଠିତ ହେଲେ ଏ ଗୋଟେ ମହାନ ସୁଯୋଗ ଅଛି। କଳି ଯୁଗରେ ପାପ କର୍ମ ଅନୁଷ୍ଠାନ ନ କଲେ ପାପ ପ୍ରତିକ୍ରିୟା ଆସିବ ନା, କିନ୍ତୁ ଶୁଭ କର୍ମ ପରମାର୍ଥ କର୍ମ କିଛି ମନରେ ଚିନ୍ତା କଲେ ସାର ଫଳଟା ମିଳିଯାଉଛି। ଅନୁଷ୍ଠାନ କରିବା ପୂର୍ବରୁ କେବଳ ମନରେ ଚିନ୍ତା କଲେ ସଂକଳ୍ପ ମାତ୍ର ହିଁ ସଫଳ ହେଇଯାଉଛି। ଏହି କଳି ଯୁଗରେ ଅଛି, ଅନ୍ୟ ଯୁଗରେ ଏ କଥା ନାହିଁ। এই কথাটা ତେଣୁ ମହାରାଜ ପରୀକ୍ଷିତ ଭ୍ରମର ସଦୃଶ ସାରଗ୍ରାହୀ ଥିଲେ। ଆଉ ଭଗବତ ଭକ୍ତଗଣ ଏଇ ପ୍ରକାର ସାରଗ୍ରାହୀ ହେଇଥାନ୍ତି। କଳି ସଭାନ୍ତର୍ଯ୍ୟା ଗୁଣଜ୍ଞା ସାରଭାଗିନା ଯତ୍ର ସଂକୀର୍ତ୍ତନେ ନୈବ ସର୍ବସ୍ୱାର୍ଥ ଅଭିଲପ୍ତି। ଇଏ ଏକାଦଶ ସ୍କନ୍ଧ ଭାଗବତରେ ଅଛି। ଯେଉଁ କଳିରେ ଏକମାତ୍ର ସଂକୀର୍ତ୍ତନ ଦ୍ୱାରା ହିଁ সকল ସ୍ୱାର୍ଥ ଲାଭ ହୁଏ, ସାରଭାଗୀ ଗୁଣଜ୍ଞ ଆର୍ଯ୍ୟଗଣ ସେ କଳିକୁ ସମ୍ମାନ କରିଥାନ୍ତି। ସୁଗ୍ରାମ ପରମ ଭାଗବତ ରାଜା ପରୀକ୍ଷିତ ଏସବୁ ବିଚାର କରି କଳିକୁ ଆଉ କଲେ ନା। କଳିରେ ସୁକୃତିମାନ ହରିକଥା ଶୁଶ୍ରୂଷୁ ବ୍ୟକ୍ତିଗଣଙ୍କର ହୃଦୟରେ ତତ୍କ୍ଷଣାତ୍ ହରିଅବରୁଦ୍ଧ ଶୁଶ୍ରୂଷୁ ବି ତତ୍କ୍ଷଣାତ୍ ଏଇ ସୁଯୋଗ ଅଛି କଳି ଯୁଗରେ। କଳିରେ କର୍ମ ଜ୍ଞାନ ଯୋଗ ତପସ୍ୟା ସର୍ବାଙ୍ଗୀନ ସୁଷ୍ଠୁ ସିଦ୍ଧି ନାହିଁ। ହରେର ନାମ ହରେର ନାମୈବ କେବଳମ୍ କଳଉ ନାସ୍ତୈବ 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 ଗତିରନ୍ୟଥା। এই কথা 3 ଥର ବି କୁହାଉଛି। ଅନ୍ୟ ଗତି ନା ହରେ ନାମ 3 ଥର କହିବା ତାତ୍ପର୍ଯ୍ୟ ଜୋର ଦିଆ ହଉଛି। ଆଉ 3ଟା କଥା ନିରାଶ କରାହଉଛି। କର୍ମ ଜ୍ଞାନ ଯୋଗ 3ଟା କଥାକୁ ନିରାଶ କରାହଉଛି। ଏଥିରେ ସୁଷ୍ଠୁ ସିଦ୍ଧି କଳି ଯୁଗରେ କେହି ଲାଭ କରିପାରିବେ ନା। କଳିରେ ଦେହାତ୍ମ ବୁଦ୍ଧି ପ୍ରବଳ ଜୀବର ଆଉ ଏ ସକଳ କାର୍ଯ୍ୟ ତତ୍ତ କର୍ମ ନିପୁଣ ଅଭିଜ୍ଞ ବ୍ୟକ୍ତିଗଣ କର୍ତ୍ତୃକ ସୁସମ୍ପନ୍ନ ହୁଏ ନା। ମହାରାଜ ପରୀକ୍ଷିତ ଯାହା ଦ୍ୱାରା ଏକମାତ୍ର ମହାଫଳ ଯୁକ୍ତ ହରିନାମ ହିଁ ଜଗତରେ ଜୟଯୁକ୍ତ ହବ, ସେଥିପାଇଁ ସୁଯୋଗଟା ଦେଇଦେଲେ କଳି ଯୁଗରେ କଳିକୁ ବଦ୍ଧ ନ କରିକିରି। ଏବଂ ନାମର ବା ନାମାପରାଧର ତୁଚ୍ଛ ଫଳାଦିର ସିଦ୍ଧି ନ ହୁଏ, ସେଇଥିପାଇଁ କଳିକୁ ପ୍ରାଣରେ ବଦ୍ଧ କଲେ ନା। ଇଏ ହଉଛି ବିଚାର। ପୁନଶ୍ଚ କଥା ଅଛି ପ୍ରଥମ ସ୍କନ୍ଧ ଭାଗବତ 17 ଅଧ୍ୟାୟର କଥା ଅଛି। ଯୋଉ ଧର୍ମର ଯୋଉ 4 ପାଦ ସତ୍ୟ ଯୁଗରେ ଅକ୍ଷୁଣ୍ଣ ଥିଲା, ସେ 4 ପାଦ ତପସ୍ୟା ଶୌଚ ଦୟା ଆଉ ସତ୍ୟ, ଏହା ଧର୍ମର 4 ପାଦ। ଏ ସତ୍ୟ ଯୁଗରେ ଅକ୍ଷୁଣ୍ଣ ଭାବରେ ଥିଲା, ସେଥିପାଇଁ ଧ୍ୟାନ ଯୋଗ ଥିଲା ଯୁଗ ଧର୍ମ। ଆଉ ପରସ୍ପର ମଧ୍ୟରେ ଡିସରେସ୍ପେକ୍ଟଫୁଲ ଡିଲିଂସ ନଥିଲା। ସତ୍ୟ ଯୁଗ ଇମ୍ପର୍ସନାଲ ସ୍ପିରିଚୁଆଲ ଆଡଭାନ୍ସଡ, there is no envy between great personalities। ସେଥିପାଇଁ ଧ୍ୟାନ ଯୋଗ ଆଉ 1 ଲକ୍ଷ ବର୍ଷ ଆୟୁଷ ସେତେବେଳେ ମାନଙ୍କର 1000 ବର୍ଷ ସେମାନେ ସୁତେଜ ବିଷ୍ଣୁ ଧ୍ୟାନ ଯୋଗ କରୁଥିଲେ, ଯାହାକି ତ୍ରେତା ଯୁଗ ଦ୍ୱାପର ଯୁଗ କଳି ଯୁଗରେ ସମ୍ଭବପର ନୁହେଁ। ତାପରେ ଆସିଲା ତପସ୍ୟା ଅଭାବରେ ଗୋଟେ ପାଦ ଭାଙ୍ଗିଲା, ଅର୍ଥାତ୍ ତପସ୍ୟା ରୂପକ ପାଦଟା ଭାଙ୍ଗିଗଲା। ତ୍ରେତା ଯୁଗରେ ଧର୍ମର 3 ପାଦ ବାକି ରହିଗଲା, ଶୌଚ ଦୟା ସତ୍ୟ। ତପସ୍ୟା ରୂପକ ପାଦଟା କାହିଁ ଭାଙ୍ଗିଲା ନା ଜୀବର ଅହଙ୍କାର
ତପସ୍ୟା ଅଭାବରେ ଜୀବର ଅହଙ୍କାର ସେ ସ୍ଥାନ ଅଧିକାର କଲା। ତେଣୁ ତ୍ରେତା ଯୁଗରେ ତପସ୍ୟା ନଷ୍ଟ ହେଲା। କିନ୍ତୁ ଶୌଚ ଦୟା ସତ୍ୟ ଏ ତିନି ପାଦ ଅଛି ତ୍ରେତା ଯୁଗରେ ଧର୍ମ। ଜୀବଗଣ ଶୌଚ ଦୟା ସତ୍ୟ ନିଷ୍ଠ ଥିଲେ ତ୍ରେତା ଯୁଗରେ। ସେଥିପାଇଁ ଧ୍ୟାନ ଯୋଗ ପରିବର୍ତ୍ତେ ତୁମର ଆସିଲା ଦେହାତ ବିଷ୍ଣୁ ତୃତୀୟ ଜ୍ୟୋତି ମଖି। ଯଜ୍ଞାଦି ସାଧନ ହେଲା ଧର୍ମ। ପରବର୍ତ୍ତୀ ତାପରେ ଆସିଲା ଦ୍ୱାପର ଯୁଗ। ଦ୍ୱାପର ଯୁଗରେ ଭାଙ୍ଗିଲା ତୁମର ତପସ୍ୟା ଭାଙ୍ଗିଥିଲା ଆଗରୁ, ବାକି ଭାଙ୍ଗିଲା ଶୌଚ ରୂପକ ପାଦଟା ଭାଙ୍ଗିଗଲା, ଅର୍ଥାତ୍ ଦୁଇ ପାଦ ଚାଲିଗଲା। ତପସ୍ୟା ଶୌଚ ଏ ଦୁଇଟି ପାଦ ଚାଲିଗଲା। ଗର୍ବ ଆଉ ସ୍ତ୍ରୀ ସଙ୍ଗ ପ୍ରଭାବରେ ଏ ଦୁଇଟା ଚାଲିଗଲା। ତପସ୍ୟା ଶୌଚ ନାମକ ଦୁଇ ପାଦ ଗର୍ବ ଆଉ ସ୍ତ୍ରୀ ସଙ୍ଗ ପ୍ରଭାବରେ ଚାଲିଗଲା। ତେଣୁ ଅର୍ଚ୍ଚୟା ଅର୍ଚ୍ଚାମୂର୍ତ୍ତି ପରିଚର୍ଯ୍ୟା ଯୁଗ ଧର୍ମ ହେଲା ଦ୍ୱାପର ଯୁଗରେ। ଦୟା ଓ ସତ୍ୟ ଯୁଗ ଧର୍ମର ସମ୍ମାନ ରକ୍ଷା କରେ। ବାକି ଯୋଡେ ପାଦ ରହିଲା, ଦୟା ଓ ସତ୍ୟ ନାମକ ଯୋଡେ ପାଦ ଦ୍ୱାପର ଯୁଗରେ ରହିଗଲା। ପରେ କଳି କାଳରେ ଅହଙ୍କାର, ତ୍ରିସଙ୍ଗ, ମାଦଦ୍ରବ୍ୟ ସେବନ ଇଏ ଆସିବାରୁ ତପସ୍ୟା ଶୌଚ ଦୟା ତିନି ପାଦ ନଷ୍ଟ ହେଇଗଲା। ଏକମାତ୍ର ସତ୍ୟ ରୂପକ ପରିଣାମ ଯୁଗର ଅମଙ୍ଗଳକୁ ରକ୍ଷା କରୁଛି। ହରେ ନାମୀ କେବଳମ୍। ଭଗବତ ବିମୁଖ ଅବସ୍ଥାରେ ଗର୍ବର ପ୍ରାଧାନ୍ୟ ବର୍ତ୍ତମାନ। ହରିଜନ ମାନଙ୍କର ସଙ୍ଗ ଅଭାବରେ ଜୀବ ଅପରାଧୀ ଓ ପାପାସକ୍ତ ହୋଇ ଦୟା ଓ ସତ୍ୟକୁ କିୟତ ପରିମାଣରେ ବିପନ୍ନ କରୁଛି। ମାଦକ ଦ୍ରବ୍ୟର ପ୍ରବଳତା ଯୋଗୁଁ ଜୀବ ଦୟାଭ୍ରଷ୍ଟ ହୋଇ ଅସତ୍ୟକୁ ସତ୍ୟ ବୋଲି ମନେ କରି ଅଧର୍ମର ଆବାହନ କରେ। ଏଇଥିପାଇଁ ହଉଛି। ତେଣୁ ପରୀକ୍ଷିତ ମହାରାଜ ସେଥିପାଇଁ କଳିତ କଲେ ନା। ଏ ଯୋଉ ସୁଯୋଗଟା ଆମ କଳି ଯୁଗରେ ଅଛି ଯେ କେବଳ ସଂକଳ୍ପ ମାତ୍ରେ ଭଗବାନଙ୍କର ନାମ କୀର୍ତ୍ତନ ଆଦି ରୂପ ଶୁଭ କର୍ମ ସଂକଳ୍ପ ମାତ୍ରେ ସଫଳ ହେଇଯାଉଛି କଳି ଯୁଗରେ। ଶୁଶ୍ରୂଷୁ ବି ତତ୍କ୍ଷଣାତ୍ ପ୍ରାରମ୍ଭରେ ଭାଗବତ ପ୍ରାରମ୍ଭରେ କଥା କୁହାଯାଇଛି। ଜଣେ କେବଳ ମନରେ ଚିନ୍ତା ହିଁ କରିବ, ଆମେ ଯିବା ସାଧୁ ସଙ୍ଗ କରିବା, ସାଧୁଙ୍କର ଭାଗବତ ଶୁଣିବା, ଏତିକି କେବଳ ସଂକଳ୍ପ କଲା ମାତ୍ରେ ସେ ଭଗବାନ ଯେ ହୃଦୟ ଭିତରେ ଅଛନ୍ତି ସେ ଜାଗ୍ରତ ହେଇଯାଉଛନ୍ତି। ଏତେ ସୁଯୋଗ ତାର ଦେଇଛି। ଆଉ ପାପ କର୍ମ ସେପରି হয় ନା। ପାପ କର୍ମ ଅନୁଷ୍ଠିତ ହେଲେ ଯାଇକିରି ଫଳବତୀ ହବ, ଆଉ ଅନୁଷ୍ଠିତ ନହେଲେ ଫଳବତୀ ହବନି। କିନ୍ତୁ ଅନ୍ୟ ଯୁଗରେ ଏ ସୁଯୋଗତା ନାହିଁ। ଅନ୍ୟ ଯୁଗରେ କି ଚିନ୍ତା କରିଦେଲେ ମନରେ ତାହା ପାପ ଆଉ କାର୍ଯ୍ୟକାରୀ କରିବା ଦୂରେ ଥାଏ। ଇଏ କିନ୍ତୁ କଳି ଯୁଗରେ ଏ ସୁଯୋଗଟା ଅଛି। ଏସବୁ ବିଚାର କରିକିରି ପରୀକ୍ଷିତ ମହାରାଜ କଳିକୁ ସେ ଥିଲେ ସାରଜ୍ଞ। ସାରଙ୍ଗ ଇବ ସାରଭୂ ନାମ ଦୋସ୍ତି କଳି ସମ୍ରାଟ ସାରଙ୍ଗ ଇବ ସାରଭୂ କୁଶଳା ନ୍ୟାସ ସିଦ୍ଧନ୍ତି ନେତରାଣୀ କୃତାନି ଜାତି। ସେଥିପାଇଁ ଭାଗବତ ଏଇ ବିଚାର କରି କଳିକୁ ପଥ କଲେ ନା। କାହିଁକି ନା ଏକମାତ୍ର ସଂକୀର୍ତ୍ତନ ଦ୍ୱାରା ହିଁ ସର୍ବ ସ୍ୱାର୍ଥ ଲାଭ। ଯତ୍ର ସଂକୀର୍ତ୍ତନ ନୈବ ସର୍ବ ସ୍ୱାର୍ଥ ଅଭିଲଭ୍ୟତେ। ଏ ସୁଯୋଗ ଅନ୍ୟ ଯୁଗରେ ନାହିଁ। ହରେ ନାମ କେବଳ, ହରେ ନାମ ହରେ ନାମ ହରେ ନାମ କେବଳ ଫଳ ନାସ୍ତି 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 ପୁନଶ୍ଚ। ଅନ୍ୟ ଯୁଗରେ କୃତେଜ ଦେହାତ ବିଷ୍ଣୁ ଦ୍ୱାପରେ ତ୍ରେତୟା ଜ୍ୟୋତିର୍ମୁଖୀ ଦ୍ୱାପରେ ପରିଚର୍ଯ୍ୟାୟାମ୍ କଳୌତତ ହରିକୀର୍ତ୍ତନା। ଅନ୍ୟ ଯୁଗରେ ଯୋଉ ଧ୍ୟାନ, କୃତ ଯୁଗରେ ଧ୍ୟାନ ଯୋଗ, ତ୍ରେତା ଯୁଗରେ ଯଜ୍ଞ ସାଧନ, ଦ୍ୱାପର ଯୁଗରେ ପରିଚର୍ଯ୍ୟା, ଏତଦ୍ୱାରା ଯୋଉ ଫଳ ମିଳେ କଳି ଯୁଗରେ କେବଳ ହରି ନାମ ସଂକୀର୍ତ୍ତନ ଦ୍ୱାରା ସେ ଫଳ ମିଳେ। ତାଠୁ ଅଧିକ ଫଳ ମିଳେ। କାହିଁକି ନା ନାମର ମୁଖ୍ୟ ଫଳ ହଉଛି ପ୍ରେମ। ନାମର ମୁଖ୍ୟ ଫଳ ହଉଛି ପ୍ରେମ। ଶ୍ରୀମାନ ଚୈତନ୍ୟ ମହାପ୍ରଭୁଙ୍କର କଥା ଏଠି କୁହାଯାଇଛି। ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ପ୍ରଭୁପାଦ ମହାରାଜ କହିଛନ୍ତି ତାଙ୍କର ପରପଟ୍ରେ ଭାଷ୍ୟରେ। ସେ ଆସିଲେ କୌଣସି ମନ୍ଦିର ସ୍ଥାପନ କରିନାହାନ୍ତି କି ବିଗ୍ରହ ସ୍ଥାପନ କରିନାହାନ୍ତି, ଅର୍ଚ୍ଚନାର ବ୍ୟବସ୍ଥା କିଛି କରିନାହାନ୍ତି। ଚୈତନ୍ୟ ମହାପ୍ରଭୁ ସେ କେବଳ
ହରିନାମ ସଂକୀର୍ତ୍ତନ ପ୍ରବର୍ତ୍ତନ କଲେ। ସାଙ୍ଗ ପାଙ୍ଗ ପାର୍ଷଦ କୃଷ୍ଣ ବର୍ଣ୍ଣନ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ସୁମେଧ ଇଏ ଅଛି ଭାଗବତରେ କଥା। ଅଙ୍ଗ ଉପାଙ୍ଗ ପାର୍ଷଦ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ସୁମେଧ କୃଷ୍ଣ ବର୍ଣ୍ଣନ ତୁଷା କୃଷ୍ଣ ସାଙ୍ଗ ପାଙ୍ଗ ପାର୍ଷଦ ଅଙ୍ଗ ଉପାଙ୍ଗ ପାର୍ଷଦ ଏମାନଙ୍କୁ ନେଇକରି ସଂକୀର୍ତ୍ତନ ଯଜ୍ଞ କଲେ। ସେ ଶ୍ରୀମନ୍ତ ଚୈତନ୍ୟ ମହାପ୍ରଭୁ ଆଉ ଯୋଉମାନେ ସୁମେଧସ ବୁଦ୍ଧିମାନ ବ୍ୟକ୍ତି ପ୍ରାଜ୍ଞ ବ୍ୟକ୍ତି ସେମାନେ ମହାପ୍ରଭୁଙ୍କର ଏ ସଂକୀର୍ତ୍ତନ ଯଜ୍ଞରେ ଅଂଶଗ୍ରହଣ କରନ୍ତି। କୁହାଯାଇଛି ମହାପ୍ରଭୁ କଣ କଲେ ନା କଳି ଯୁଗ ପାଇଁ ଏଇଟା ପ୍ରକୃଷ୍ଟ କଥା। କଳି ଯେ ପାପ ଅଧର୍ମ ଯୁଗ ପାପର ଯୁଗ ପାପର ଯୋଜନା ହଉଛି। ପାପ କରିବା ପାଇଁ ଯୋଜନା ତିଆରି କରାଯାଉଛି। ଯୋଉମାନେ ସରକାର ରାଜା ଶାସକ ଆସୁଛନ୍ତି ରାଜା ତ ନାହାନ୍ତି ଡେମୋକ୍ରେଟିକ ଗଭର୍ଣ୍ଣମେଣ୍ଟ ହେଇଛି ଶାସକ ଭୋଟ ପାଇକି ଯାଉଛନ୍ତି ସବୁ ଶୂଦ୍ର ଗୁଡାକ ସର୍ବେ ଶୂଦ୍ର ସମ୍ଭବା ସବୁ ଶୂଦ୍ର ଗୁଡାକ ଭୋଟ ପାଇକିରି ଯାଉଛନ୍ତି ଶାସନ କରିବା ପାଇଁ କ୍ଷତ୍ରିୟ ହଉଛନ୍ତି କିନ୍ତୁ ସେମାନେ କ୍ଷତ୍ରିୟ ନୁହନ୍ତି। କଳି ଯେମିତି ଗୋଟେ କ୍ଷତ୍ରିୟର ବେଶ ପିନ୍ଧିକିରି ଶୂଦ୍ରଟାଇ କ୍ଷତ୍ରିୟ ପରି ଦେଖୁ ଏ ଯୋଉ ପ୍ରକାଶ କରୁଥିଲା ଶୂଦ୍ର ଗୁଡା କ୍ଷତ୍ରିୟ ଆସନ ଶାସନ କରିବା ପାଇଁ ଗୋଟେ ଚେଲା ଏଗୁଡାକ ତେଣୁ ପାପର ଯୋଜନା ହେଇଛନ୍ତି ଏମାନେ ଏତେ ପ୍ରବଳ ପାପ କେମିତି ରକ୍ଷା ମିଳିବ। ମହାପ୍ରଭୁ ଯେ ସର୍ବ ସର୍ବଭୂତାନ ସମସ୍ତ ଜୀବ ଜଗତରେ ଏକମାତ୍ର ମୂଳାକାଂକ୍ଷୀ ବନ୍ଧୁ ସେ ଦେଇଛନ୍ତି ଆମେ ହରେ ନାମ କେବଳ ଆଉ ନିଜ ଦ୍ୱାରା ସବୁ କିଛି ମିଳିବ। ପୂର୍ବ ଯୁଗରେ ଯୋଉ ଫଳ ଏସବୁ ଯୁଗ ଧର୍ମ ପ୍ରବର୍ତ୍ତନ ଆଚରଣ କରିକିରି ସାଧନ କରିକି ଯାହା ମିଳେ ସେ ସବୁ କେବଳ ନାମରେ ମିଳିଯିବ। କେବଳ ସେତିକି ନୁହେଁ ନାମର ମୁଖ୍ୟ ପ୍ରେମ ମିଳିବ ଯାହାକି ଅନ୍ୟ ଯୁଗରେ ପାଇବା କଠିନ ଅଛି ପାଇବା ବଡ କଠିନ। କଳି ଯୁଗରେ କିନ୍ତୁ ଅତି ସହଜରେ ମିଳୁଛି। ଶୁଦ୍ଧ ନାମ ଯଦି କେହି କୀର୍ତ୍ତନ କଲା ତାହେଲେ ପ୍ରେମ ପାଇବ ଯାହାକି ଅନ୍ୟ ଯୁଗରେ ମିଳିବା ବଡ କଠିନ। ହଜାର ହଜାର ବର୍ଷ ତପସ୍ୟା କରି ଧ୍ୟାନ ଯୋଗ କରି ସତ୍ୟ ଯୁଗରେ ଇ ପ୍ରାପ୍ତି ହଉନଥିଲା ବଡ କଠିନ ସାଧନ ଅନ୍ୟ ଯୁଗ ମାନଙ୍କରେ କିନ୍ତୁ କଳି ଯୁଗରେ ସହଜ ସାଧନ। ସେଥିପାଇଁ ମହାପ୍ରଭୁ ଏଇ 4ଟି ସାଧନ ବିଧି ଦେଇଦେଲେ ଯୋଉଠି କଳିକି ସ୍ଥାନ ଦେଇଛନ୍ତି ପରୀକ୍ଷିତ ମହାରାଜ ସେଇଗୁଡାକ ବନ୍ଦ କରିଦେଲେ। ପାପ କଥା ନାହିଁ। ମତ୍ସ୍ୟ ମାଂସ ସେବନ ନାହିଁ। ପିଆଜ ରସୁଣ ମତ୍ସ୍ୟ ମାଂସ ଆମିଷ ଭିତରେ ଯାଉଛି ଏଗୁଡାକୁ ସେବନ କରିବ ନା କୃଷ୍ଣ ପ୍ରସାଦ ଖାଇବ। ମାଦକ ଦ୍ରବ୍ୟ କୌଣସି ପ୍ରକାର ସେବନ ନାହିଁ। ଏବେ ତ ମଦ ଘରେ ଘରେ ଯୁଆଡେ ଦେଖିବ ଗଳି କୁନ୍ଦି ମଦ ବିକ୍ରି ହେଲାଣି। ମଦ ଲାଇସେନ୍ସ ମିଳିଯାଉଛି। ଦେଶୀ ମଦ ବିଦେଶୀ ମଦ ପ୍ରଚୁର ଅନ୍ୟ ମାଦକ ଦ୍ରବ୍ୟ ପ୍ରଚୁର ପାନ ବିଡି ଗୁଡାକ ତମାକୁ ଚା କଫି ସବ ଗୁଡାକ ମାଦକ ଦ୍ରବ୍ୟ ଭିତରେ ସେ ବିଡି ସିଗରେଟ ସବୁ ମାଦକ ଦ୍ରବ୍ୟ ଭିତରେ ଯାଉଛି। ଏଗୁଡା ପାପ ଏଇଟା କଳିର ସ୍ଥାନ। ଏଗୁଡା ପ୍ରଚୁର ପ୍ରସାର ଚାଲିଛି କଳି ଯୁଗରେ। ଅବୈଧ ସ୍ତ୍ରୀ ସଙ୍ଗ ତାର ପ୍ରଚାର ଚାଲିଛି ଇଲିସିଟ ସେକ୍ସ ତାପରେ ହଉଛି ପଶୁହତ୍ୟା ଆନିମାଲ କିଲିଂ ଏଗୁଡାକ ତ ପ୍ରଚୁର ଚାଲିଛି ନା। ସେଥିପାଇଁ ଏ 4ଟି ସାଧନ ବିଧି ଦେଇଦେଲେ ଏଗୁଡାକ କରିବ ନା ଏଗୁଡାକ କରାଯାଇ ପାରିବ ନା। ଯୋଉମାନେ ମହାପ୍ରଭୁଙ୍କ ଧାରାକୁ ଆସିବେ ହରିନାମ ଗ୍ରହଣ କରିବେ ହରିନାମ କରିବେ ଯୁଗ ଧର୍ମ ପାଳନ କରିବେ ସେମାନଙ୍କ ପାଇଁ 4ଟା ଦ୍ୱାର ବନ୍ଦ ହେଇଗଲା। এই 4ଟା ଦ୍ୱାର ବୋଲ୍ଟ କରିଦେଲେ ବନ୍ଦ କରିଦେଲେ ରୁଦ୍ଧ କରିଦେଲେ ମହାପ୍ରଭୁ। ତା ଫଳରେ କଣ ହେଲା ନା କଳିକି ମାରିଦେଲେ। ସେ କଳି କୁକୁର କଦନ ଯଦି ଚାହୁଏ କଳି ଯୁଗ ପାବନ କଳି ଭୟ ନାଶ ଶ୍ରୀ ଶଚୀନ ଯଦି ତୁମେ କଳିଟା ଗୋଟେ କୁକୁର ତାକୁ ଯଦି ନଷ୍ଟ କରିବାକୁ ଚାହ ତାହେଲେ କଳି ଯୁଗ ପାବନ କଳି ଭୟ ନାଶ ଶଚୀନନ୍ଦନଙ୍କର ଜୟଗାନଙ୍କର ତାଙ୍କର ଧାରାକୁ ଆସ ସେ ମାରି ପକେଇଛନ୍ତି। ସେମାନେ ଯୋଉମାନେ ମହାପ୍ରଭୁଙ୍କର ଧାରାକୁ ଆସିବେ ଏ 4ଟି ସାଧନ ବିଧି ବୈଷ୍ଣବ ଗୁରୁ ଗୌର ପ୍ରିୟଜନ ପାଦାଶ୍ରୟ କରି ପଥକୁ ଆସିବେ ସେମାନେ 4ଟି ସାଧନ ବିଧି କଡ଼ାକଡ଼ି ଭାବେ ପାଳନ କରିକିରି ବୈଷ୍ଣବ ଗୁରୁଙ୍କ ଆନୁଗତ୍ୟରେ ହରିନାମ କରିବେ। ତାହେଲେ କଣ ହବ ନା କଳି ଆଉ ତାଙ୍କୁ ସ୍ପର୍ଶ କରି ପାରିବ ନାହିଁ। ଦୁରନ୍ତ କଳି ଛାଡିଆ ପଳାଏ।
କଳି ଆଉ ଜାଗା ପାଇବ ନା ନାଇଁ ରେ ବାବା, ସ୍ଥାନ ନାହିଁ, କାରଣ ସେ ଚାଲିଲା। ତାହେଲେ ସେ ସତ୍ୟ ଯୁଗରେ ରହିଗଲା, ସେ ବ୍ୟକ୍ତି ସତ୍ୟ ଯୁଗରେ ରହିଗଲା, ସେ ଆଉ କଳି ଯୁଗରେ ନାହିଁ। ଯୋଉ ସତ୍ୟ ଯୁଗରେ ଧର୍ମର ଚାରିପାଦ କ୍ଷୁଣ୍ଣ ଅଛି, ତେଣୁ ପରସ୍ପର ଭିତରେ ଏଗୁଡାକ ରହିବ ନା, ପରସ୍ପର ଅବମାନନା ରହିବ ନା। ଯୋଉଠି ଆସୁଛି ଜାଣିବାକୁ ପଡିବ ଯେ ସେଇଠି ସେମାନଙ୍କର ବୈଷ୍ଣବ ଭିତରେ, ବ୍ରାହ୍ମଣ ମାନଙ୍କ ଭିତରେ ଅବମାନନା ଯେ ଆସୁଛି, ତାର କାରଣ ହଉଛି ସେମାନେ ପ୍ରକୃତ ପକ୍ଷେ ମହାପ୍ରଭୁଙ୍କର ଯୋଉ ସାଧନ ବିଧି କଡାକଡି ଭାବେ ପାଳନ କରୁନାହାନ୍ତି, ପ୍ରକୃତ ପକ୍ଷେ କୃପାନୁଗତ୍ୟ ଭଜନ କରୁନାହାନ୍ତି ସେମାନେ। ତେଣୁ ସେମାନଙ୍କ ଭିତରେ କିଛି କଣ୍ଟାମିନେସନ, ପାପ ବା ଦୋଷ ରହୁଛି, ସେଇଥି ଯୋଗୁଁ ଏଗୁଡାକ ଆସୁଛି। ସେଥିପାଇଁ ଦ୍ୱିତୀୟ ସେ କଥାଟା ଦିଆଯାଉଛି। ଆଉ ସେ ପ୍ରାକୃତ ସ୍ତରରେ ରହୁଛି, ସେ ଭକ୍ତ ସେ ଅଧିକ ଉନ୍ନତ ହେଇପାରିବ ନାହିଁ। ତେଣୁ ଯୋଉମାନେ କଡାକଡି ଭାବରେ ୟାକୁ ପାଳନ କରିବେ, ମହାପ୍ରଭୁଙ୍କର ଏ ଧାରାକୁ ଆସିବେ, ଆଉ ଶୁଦ୍ଧ ନାମ କରିବେ, ସେମାନେ ସତ୍ୟ ଯୁଗରେ ରହିବେ। ସେଥିପାଇଁ ତାଙ୍କ ପାଇଁ ଚେତାବନୀ ଦେଉଛି, ସେମାନଙ୍କ ପାଇଁ କୌଣସି ପ୍ରକାର ପାପ ଚିନ୍ତା ମନରେ ମଧ୍ୟ କରିବେ ନା, କାରଣ ପାପ ଚିନ୍ତା କଲେ ତାର ଫଳଟାକୁ କେବଳ କଳି ଯୁଗରେ ଦିଆଯାଇଛି। ପାପଟା ପ୍ରିୟମାନ ହେଲେ କରିଲେ ଯାଇକିରି, ଆଉ ପରମାର୍ଥୀ କିଛି ଚିନ୍ତା କଲେ ସୁଫଳଟା ସାଙ୍ଗେ ସାଙ୍ଗେ ମିଳିଯାଉଛି। କିନ୍ତୁ ଯୋଉମାନେ ମହାପ୍ରଭୁଙ୍କର ଭାବଧାରକୁ ଆସି ଆଉ ବୈଷ୍ଣବ ଗୁରୁ ଗ୍ରହଣ କରିବେ, ସେମାନେ ଆଉ କଳି ଯୁଗରେ ରହିବେ ନା, ସେମାନେ ସତ୍ୟ ଯୁଗ ଆସିଲେ ସେମାନଙ୍କ ପାଇଁ କଠିନ ନିୟମ ଦିଆଗଲା। କୌଣସି ଗୋଟେ ପାପ ଚିନ୍ତା ମନରେ ସ୍ଥାନ ପାଇବ, ଚିନ୍ତା করে ଫଳ କରିବ, ଏଇଟା କଥାଟା ଅଛି। ତେଣୁ ଏସବୁ ହଉଛି ଆମର ବିଚାର, ଏଥିପାଇଁ ଏସବୁ କଥା ଗୁଡାକ ରହିଛି।